Good morning to everyone. Today I explained about the interesting story. That name is The Beggar. तो ପିଲାମାନେ ଆଜି ଆମେ କ'ଣ ପଢ଼ିବା ଯେଉଁଟାକି ସବୁଠାରୁ ଇଣ୍ଟରେଷ୍ଟିଂ ଷ୍ଟୋରି ଯେଉଁଟାକି ଦ ବେଗର ଯେଉଁଟାକି ମାନେ ପ୍ରତ୍ୟେକ କ୍ଷେତ୍ରରେ ବା ପ୍ରତ୍ୟେକ ମନୁଷ୍ୟ ଆଜିକା ଦୁନିଆରେ ଦେଖିବାଲେ ପ୍ରତ୍ୟେକ ମନୁଷ୍ୟ ନିଜର ଭୋକ ମେଣ୍ଟାଇବା ପାଇଁ ବିଭିନ୍ନ ପ୍ରକାର ରାସ୍ତା ଯୋଡ଼ାଏ କ'ଣ ଅବଲମ୍ବନ କରିଥାନ୍ତି। ତ ସେଥିମଧ୍ୟରୁ ବେଗର ମାନେ ଭିକାରୀ ଜଣ କ'ଣ ଯେଉଁଟାକି ଅନ୍ୟତମ ଯେଉଁଟାକି କହିପାରିବା ଆମେ। ଦେଖିଥିବ ଭିକାରୀ ମାନେ କିଛି ବୟସ୍କ ବୃଦ୍ଧ ଲୋକମାନେ ଯେଉଁଟାକି ଭିକାରୀ ନୀତିକୁ କ'ଣ ଯେଉଁଟାକି ଆପଣାଇଥାନ୍ତି। ଆଉ ଦେଖିଥିବ କିଛି କିଛି ଯେଉଁଟାକି ୟଙ୍ଗ ବାଲା ମାନେ ମଧ୍ୟ ବେଗର ମାନେ ଭିକାରୀ ରୂପ କ'ଣ ଯେଉଁଟାକି ଭିକାରୀ ପୋଷାକକୁ ମଧ୍ୟ ଯେଉଁଟାକି ଗ୍ରହଣ କରିଥାନ୍ତି। ତା କାରଣ ପିଲାମାନେ ଯେଉଁଟାକି ଅନେକ ଅଛି। ତା'ର କାରଣ ଗୁଡ଼ିକ ଯଦି ଦେଖିବାଲେ ମେନ୍ କାରଣ ଯଦି ଦେଖିବାଲେ ନିଜର ଭୋକକୁ ମେଣ୍ଟାଇବା ପାଇଁ କ'ଣ ଯେଉଁଟାକି ଭିକାରୀ ବେଶ ଧରୁଛନ୍ତି। ସେଇଟା ହେଉଛି ଆକ୍ଚୁଆଲି ଯେହେତୁ ବୟସ୍କ ଲୋକମାନେ କ'ଣ ଠିକ୍ ଭାବରେ ନିଜର ପରିଶ୍ରମ କରିପାରିବେ ନାହିଁ ବା କୌଣସି କାମ କରିପାରନ୍ତି ନାହିଁ। ତ ସେଥିପାଇଁ ତାଙ୍କେ କ'ଣ ଯେଉଁଟାକି ବେଗର ନୀତିକୁ ଗ୍ରହଣ କଲେ ଚଳିବ। କିନ୍ତୁ ଆଜିର ଯୁଗରେ ଯେଉଁ ଅଛନ୍ତି ଯେଉଁ ୟଙ୍ଗମାନେ ମଧ୍ୟ କ'ଣ ଯେଉଁଟାକି ବେଗର ଯେଉଁଟା କ'ଣ ପୋଷାକରେ ମଧ୍ୟ ନିପୁଣ ହୁଅନ୍ତି। କିନ୍ତୁ ସେଇଟା ଆକ୍ଚୁଆଲି କ'ଣ ନିୟମ ହେବା କଥା ନାହିଁ। ଯେଉଁ ଯାଇ ଆମର ସକ୍ଷମ ଅଛି ତ ଆମେ ସବୁବେଳେ କ'ଣ କରିବା ଟ୍ରାଏ କରିବା ଏ ଯେଉଁ ଭିକାରୀ ରୂପଟା କ'ଣ ଯେଉଁଟାକି ଦୂରେଇବାକୁ ସବୁବେଳେ କ'ଣ ଚେଷ୍ଟା କରିବା। ତ ସେଇ ଟପିକ୍ ଯେଉଁଟା କ'ଣ ଆମେ ଆଜି ପଢ଼ିବା ବହୁତ ଇଣ୍ଟରେଷ୍ଟିଂ ଷ୍ଟୋରି। ମାନେ କିଛି ଷ୍ଟୋରି ଭିତରେ ଏମିତି ଅଛି ଗୋଟେ ଭିକାରୀର ଲାଇଫ୍ଟା ମଧ୍ୟ କ'ଣ ଯେଉଁଟାକି ଚେଞ୍ଜ କରିଦେବ। ତୁମମାନେ ବି ଜାଣିଥିବ ଗୋଟେ ଘରଣୀରେ ଗୋଟେ ସ୍ତ୍ରୀ ଲୋକଟି କ'ଣ ଆସିଲେ କେତେ ସ୍ତ୍ରୀ ଲୋକମାନେ ଯେତେବେଳେ ଆସିବେ ସେମାନେ କ'ଣ କରନ୍ତି ନିଜର ଘରର ଲାଇଫଷ୍ଟାଇଲ୍ ମଧ୍ୟ ଚେଞ୍ଜ କରନ୍ତି। ଆଉ କିଛି ସ୍ତ୍ରୀ ଲୋକ ମଧ୍ୟ ଯେତେବେଳେ ଆସିବେ ତ ସେମାନେ ମଧ୍ୟ କ'ଣ କରନ୍ତି କିଛି ସମୟରେ ପରିବର୍ତ୍ତନ ଅନୁଯାୟୀ ଅଟୋମେଟିକ୍ କ'ଣ ତାଙ୍କର ଘରର ଅବସ୍ଥା ଗୁଡ଼ିକ କ'ଣ ଯେଉଁଟା ଶୋଚନୀୟ ଅବସ୍ଥା ଗୁଡ଼ିକ ମାନେ ଠିକ୍ ଭାବରେ ସୁଧାରି ପାରନ୍ତି। ତ ସିମିଲାରଲି ବେଗରଙ୍କ ଜୀବନରେ କ'ଣ ଯେଉଁଟାକି ଗୋଟେ ସ୍ତ୍ରୀ ଲୋକଟି ମଧ୍ୟ ଆସିଥିଲା। ତାଙ୍କ ସ୍ତ୍ରୀ ଲୋକଟିର ଯେଉଁ ବାଣୀରେ କ'ଣ ବେଗର ଲାଇଫ୍ଟା କ'ଣ ପୁରା ଚେଞ୍ଜ ହେଇଥିଲା। ଏ ଟପିକ୍ ଯେଉଁଟାକି ଇଣ୍ଟରେଷ୍ଟିଂ ଟପିକ୍। ଆମେ ସବୁବେଳେ ଦେଖିଥିବା ଭିକାରୀ ଗୁଡ଼ିକ ଗାଁ ଗଣ୍ଡାରେ ଯେଉଁଟାକି ଆସିବାର ଦେଖିଥିବା। ଦେନ୍ ଅଧିକାଂଶ ଭିକାରୀ ଆମେ କେଉଁଠି ଦେଖିବାକୁ ମିଳିବ ଯେ ମନ୍ଦିର ସ୍ଥାନ ଗୁଡ଼ିକ କ'ଣ ଅଧିକାଂଶ ଭିକାରୀ ଗୁଡ଼ିକ ଦେଖିବାକୁ ମିଳିବ। ହେଲା ସେଇ ଟପିକ୍ ଗୁଡ଼ିକ ଯେଉଁଟାକି କ'ଣ ଆଜି ଆମେ ଡିସ୍କସନ୍ କରିବା ପୁରା ସମ୍ପୂର୍ଣ୍ଣ ଓଡ଼ିଆରେ ଯେଉଁଟାକି କ'ଣ ପରିପ୍ରକାଶ କରିବେ ମାନେ ଲାଇନ୍ ଟୁ ଲାଇନ୍ ଯେଉଁଟାକି କ'ଣ ବୁଝିବାକୁ ଟ୍ରାଏ କରିବ। ଆଉ ଯେଉଁମାନେ ପଛ ପିଢ଼ି ଯାହା ଦେଖିନ ତ ପଛ ପିଢ଼ି ଯାଏ କ'ଣ ଦେଖିଦିଅ। ଆଉ ଯେଉଁମାନେ ଆମ ଟେଲିଗ୍ରାମ ଚ୍ୟାନେଲ୍ ଯେଉଁଟାକି ଜଏନ୍ ହେବାକୁ ଚାହୁଁଛ ତ ୟୁଟ୍ୟୁବ୍ ଚ୍ୟାନେଲ୍ ନାଁ ଯେଉଁଟା ଅଛି ସେଇଟା ମଧ୍ୟ କ'ଣ ସେଇ ନାଁରେ ଟେଲିଗ୍ରାମରେ ସର୍ଚ୍ଚ କରିବ। ତ ଆମ ଟେଲିଗ୍ରାମ ଚ୍ୟାନେଲ୍ କ'ଣ ଜଏନ୍ କରିପାରିବ। ଯଦି ବି ନ ଜାଣିପାରୁଛ ଦେନ୍ ଡେସ୍କ୍ରିପ୍ସନ୍ରେ ମୁଁ ଲିଙ୍କ୍ ଦେଇଦେଉଛି। ସେ ଲିଙ୍କ୍କୁ କ୍ଲିକ୍ କରି କ'ଣ ଯେଉଁଟାକି ଦେଖିପାରିବ। ଯଦି ଭିଡ଼ିଓଟି କ'ଣ ଭଲ ଲାଗେ ଦେନ୍ ତୁମ ସାଙ୍ଗସାଥିମାନଙ୍କୁ କ'ଣ ଯେଉଁଟାକି ସେୟାର କରିପାରିବ। କାରଣ ସେମାନେ ମଧ୍ୟ କ'ଣ ଭିଡ଼ିଓ ମାଧ୍ୟମରେ କ'ଣ କିଛିଟା ଉପକୃତ ହୋଇପାରିବେ। ଯେଉଁଟାକି ତୁମର କ'ଣ ଆଗକୁ ଆସିଥିବା IA1 ଏକ୍ଜାମ୍ ହେଉ ନହେଲେ ହାଫ୍ ଇୟର୍ଲି ଏକ୍ଜାମ୍ ହେଉ ନହେଲେ ଫୁଲ୍ ଇୟର୍ଲି ଏକ୍ଜାମ୍ ହେଉ ନହେଲେ କ'ଣ ତୁମର HSC ବୋର୍ଡ଼ ମେନ୍ ଏକ୍ଜାମ୍ ତ ସବୁ କ୍ଷେତ୍ରରେ କ'ଣ ଯେଉଁଟାକି ହେଲ୍ପଫୁଲ୍ ହେବ। ଆମର ଏଇ ଚ୍ୟାନେଲ୍ରେ କ'ଣ ଯେଉଁଟାକି ତୁମର ଏକ୍ଜାମ୍ ପଏଣ୍ଟ ଅଫ୍ ଭ୍ୟୁ ଅର୍ ସର୍ଟ ଟ୍ରିକ୍ସ ଯେଉଁଟାକି କ'ଣ ଆମେ ସବୁବେଳେ ପଢ଼ିବା ମାନେ ଠିକ୍ ଭାବେ କିନ୍ତୁ ତୁମେ ଯେଉଁଟାକି ସ୍କୋରିଂ କରିପାରିବ। ଆଉ ଟାର୍ଗେଟ୍ ଯେଉଁଟା କ'ଣ 580+ ଯେଉଁଟାକି କ'ଣ ବୋର୍ଡ଼ରେ ମାର୍କ ରଖିପାରିବ। ତ ଡେରି ନ କରି କ'ଣ କରିବା ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ତ ଆଜିର ଟପିକ୍ ହେଉଛି କ'ଣ ଦ ବେଗର ମିନ୍ସ କ'ଣ ପିଲେ ଭିକାରୀ ବା ଭିକ୍ଷୁକ ବୋଲି କହିପାରିବା। ତ କହିଛି ବିଫୋର୍ ୟୁ ରିଡ୍ ଏଇଟା ଲେଖକ ହେଉଛି ପିଲେ ଆଣ୍ଟୋନି ଚେକୋଭ। ଯେଉଁଟାକି ଲାଷ୍ଟ ଷ୍ଟୋରି ଯେଉଁଟାକି ଲାଷ୍ଟ ଷ୍ଟାନ୍ଜା ଯେଉଁଟାକି ଦେଇଛି ଲେଖକ ନା ମୁଁ କହିଦେଉଛି ଲେଖକ ନାଁ କ'ଣ ଆଣ୍ଟୋନି ଚେକୋଭ। ତ ବିଫୋର୍ ୟୁ ରିଡ୍ ପଢ଼ିବା କ'ଣ କହିଛି Before you start reading the story, take a close look at the beggar. What do you think the writer is going to tell us in the story? ତ କହିଛି ଫାର୍ଷ୍ଟ ଆନ୍ସରରେ ତ ଆମେ ଷ୍ଟୋରିଟା ତ ପଢ଼ିବା ସତ କିନ୍ତୁ ଷ୍ଟୋରିଟାକୁ ପଢ଼ିବା ପୂର୍ବରୁ ଆମେ କ'ଣ କରିବା ପ୍ରଥମେ କ୍ଲୋଜ୍ ଆୱାର ଆଇଜ୍ ଆମର ଆଖିଟାକୁ କ'ଣ କରିବା ପ୍ରଥମେ
ବନ୍ଦ କରିବା। ଆମେ ଆମର ଯେଉଁଟା କ'ଣ ଲାଇଫଷ୍ଟାଇଲ୍କୁ ଟିକେ କ'ଣ ଯେଉଁଟାକି ଚିନ୍ତା କରିବା, ସେଇଟା ସେ କହିଛି ହେଲା। ମାନେ ଆମେ କେଉଁ ଟାଇପ୍ର ଥିଙ୍କିଂ ଯେଉଁଟାକି ଭାବିବା, ଯେଉଁଟାକି ପରିଶେଷରେ ମଧ୍ୟ କ'ଣ ଆମେ ମଧ୍ୟ ଯେଉଁଟାକି କ'ଣ ଏମିତି ସମୟ ଆସିବ ତ କ'ଣ ଆମ ମଧ୍ୟ ସମୟ ଗୋଟେ ଜାଗା ଯେଉଁଟାକି କ'ଣ ଛିଡ଼ା କରିବ, ଯେଉଁଟାକି ବେଗ ରୂପରେ କେହି ମଧ୍ୟ କ'ଣ ଯେଉଁଟାକି ଆମେ କହିପାରିବାନି। ଆଜି ଆମେ ଭଲ ପୋଜିସନ୍ ଅଛୁ, କାଲି ସକାଳୁ କିଏ କହିପାରିବ ଯେ ଆମେ କ'ଣ ଭିକ୍ଷା ରୂପ ଧାରଣ କରିପାରିବୁନି। ସେ କଥା କେବଳ କ'ଣ ଜଣେ ହିଁ କହିବ, ଯେଉଁଟା ହେଉଛି କ'ଣ ସମୟ। ୟୁ ମଷ୍ଟ ହ୍ୟାଭ୍ ସିନ୍ ବେଗର୍ସ ଏଭ୍ରିୱେୟାର୍ ଇନ୍ ୟର୍ କଣ୍ଟ୍ରି। ତାର କହିଛି ଆମେମାନେ ସମସ୍ତେ ଦେଖିଥିବା ପ୍ରତ୍ୟେକ ଦେଶ ଗୁଡ଼ିକ କ'ଣ ଯେଉଁଟାକି ବେଗର ଗୁଡ଼ିକ ଦେଖିଥିବା। ୱେର୍ ଡୁ ୟୁ ଫାଇଣ୍ଡ ମୋର୍ ବେଗର, ତାର ପଚାରିଛି ତୁମକୁ କ୍ୱେଶ୍ଚିନ୍ ୱେନ୍ ଡୁ ୟୁ ଫାଇଣ୍ଡ ମୋର୍ ବେଗର୍ସ, ଅଧିକରୁ ଅଧିକ ବେଗର ଗୁଡ଼ିକ କେତେବେଳେ ଦେଖିବାକୁ ପାଇବ, ମାନେ କେଉଁଠି ପାଇବ। ହାଉ ଡୁ ୟୁ ଫିଲ୍ ୱେନ୍ ୟୁ କମ୍ ଆକ୍ରସ୍ ଦ ବେଗର ବେଗିଂ ଆଟ୍ ୟର୍ ଡୋର୍ ଅର୍ ବେଗର ରିକ୍ୱେଷ୍ଟ ୟୁ ଫର୍ ହେଲ୍ପ। ତା ସେ କହିଛି ଗୋଟେ ଭିକାରୀ ସପ ତୁମ ଘରକୁ ଆଇଛି, ଯେତେବେଳେ ଡୋର୍ଟାକୁ ବାଡ଼େଇବ ସେତେବେଳେ ତୁମେ ସେ ବେଗରଟିକ ରୂପ ଦେଖିକି ତୁମେ କେଉଁ ଟାଇପ୍ର ଫିଲିଂ କରିବ, ମାନେ ଅନୁଭବ କରିବ। ପଚାରୁଛି ଡୁ ୟୁ ଲାଇକ୍ ପିପଲ୍ ଟୁ ବ୍ୟାକ୍, ଡୁ ୟୁ ଲାଇକ୍ ତୁମେ ପସନ୍ଦ କର କି ପିପଲ୍ ଟୁ ବ୍ୟାକ୍, ମାନେ ଗୋଟେ ଲୋକ ହିସାବରେ ଭିକ୍ଷାବୃତ୍ତିକୁ ଆପଣେଇବା ପାଇଁ ପସନ୍ଦ କର କି। ୱାଇ ଆଣ୍ଡ ୱାଇ ନଟ୍, କାହିଁକି, ଯଦି ପସନ୍ଦ କରେ କାହିଁକି, ଯଦି ପସନ୍ଦ କରିବନି ତ କାହିଁକି ନାହିଁ। ସେ ପଚାରୁଛି କ୍ୱେଶ୍ଚନ୍ ହେଲେ କିଏ ରାଇଟର୍, ନା ଆମକୁ ଯେଉଁଟା କ'ଣ ଆଣ୍ଟୋଇନ୍ ଚେଖୋଭ୍ ଆମକୁ ଯେଉଁଟା କ'ଣ ପ୍ରଶ୍ନ ପଚାରୁଛନ୍ତି। ତା ଯେ କହୁଛି କ୍ୟାନ୍ ୱି ହ୍ୟାଭ୍ ସୋସାଇଟି ୱିଥାଉଟ୍ ବେଗର୍ସ, ତ ଆମ ଯେଉଁ ସମାଜ ଅଛି ଏ ସମାଜରେ କ'ଣ ସୋସାଇଟିରେ ଯେଉଁ ଅଛି ସୋସାଇଟିରେ କ'ଣ ବେଗର ନ ରହିପାରିବ କି, ମାନେ ବଞ୍ଚିପାରିବେ କି। ତ ଅଫକୋର୍ସ ପିଲାମାନେ ବେଗର ଯେଉଁଟାକି କ'ଣ ଭିକାରୀ ମାନେ କ'ଣ ଯେଉଁଟାକି ରହିବେ। ଡୁ ୟୁ ଲାଇକ୍ ଟୁ ପିପଲ୍ ବ୍ୟାକ୍ ୱାଇ ନଟ୍, କ୍ୟାନ୍ ୟୁ ହ୍ୟାଭ୍ ସୋସାଇଟି ୱିଥାଉଟ୍ ବେଗର୍, ସଜେଷ୍ଟ ସମ୍ ୱାଇଜ୍। ଯଦି ଆମର ଭାରତ ସରକାର ଯଦି ସମ୍ପୂର୍ଣ୍ଣ ଭାବରେ କ'ଣ ଠିକ୍ ଯଦି ସୁବିଧା ଯୋଗାଇ ଦେଇଥାନ୍ତା ଆଜିର ମାନବ ସମାଜକୁ, ତ ଲୋକମାନେ କ'ଣ ଭିକ୍ଷାବୃତ୍ତି କେବେ ମଧ୍ୟ କ'ଣ ଆପଣା ହିଁ ନଥାନ୍ତେ। ଯେହେତୁ ଆମର କ'ଣ ସବୁ କ୍ଷେତ୍ରରେ କ'ଣ ଅର୍ଥରାଶି କ୍ଷେତ୍ରରେ ହେଉ କି ଯୋଗ୍ୟତା କ୍ଷେତ୍ରରେ ମଧ୍ୟ କ'ଣ ସରକାର ବିଭିନ୍ନ କ୍ଷେତ୍ରରେ କ'ଣ ଯେଉଁଟାକି କୌଣସି ପ୍ରକାର ସରକାରୀ ଗଭର୍ଣ୍ଣମେଣ୍ଟ ଚାକିରି ଯେଉଁଟା କ'ଣ ସରକାରୀ ନିଯୁକ୍ତି ଚାକିରିରେ ଯେଉଁଟାକି କ'ଣ ନିଯୁକ୍ତି ଦେଉନାହାନ୍ତି କି କୌଣସି ମଧ୍ୟ କ'ଣ ଯେଉଁଟାକି ଫର୍ମ ମଧ୍ୟ ବାହାର କରୁନାହାନ୍ତି। ସେଥିପାଇଁ ଲୋକମାନେ କ'ଣ ଯେଉଁଟାକି ବେକାରୀ ସଂଖ୍ୟା ଯେଉଁଟା କ'ଣ ଦିନକୁ ଦିନ ଆମ ଦେଶରେ ଯେଉଁଟାକି କ'ଣ ବହୁ ମାତ୍ରାରେ ବଢ଼ିବାରେ ଲାଗିଛି। ତ ଷ୍ଟୋରି ପଢ଼ିବା ହେଲା। କହିଛି ଫାର୍ଷ୍ଟ ଆମେ କ'ଣ କହିଛି କାଇଣ୍ଡ ସାର୍ ହ୍ୟାଭି ପିଟି ଟର୍ନ ୟର୍ ଆଟେନସନ୍ ଟୁ ପୁଅର୍ ହଙ୍ଗର ମ୍ୟାନ୍। କାଇଣ୍ଡ ସାର୍, ହେ ଦୟାଳୁ ସାର୍, ହେସ୍ ଦୟାଳୁ ସାର୍, ହ୍ୟାଭି ପିଟି, ହେ ପିଟି ମିନ୍ସ କ'ଣ ମୋତେ କରୁଣା କର, ଟର୍ନ ୟର୍ ଆଟେନସନ୍ ଟୁ ପୁଅର୍ ଏ ଯେଉଁ ଗରିବ ଲୋକ ପ୍ରତି ଟିକେ ଧ୍ୟାନ ଦିଅ। ହଙ୍ଗର ମ୍ୟାନ୍ସ କ'ଣ ଭୋକିଲା ଲୋକ। କାଇଣ୍ଡ ସାର୍, ହେ ଦୟାଳୁ ସାର୍, ହେ ଦୟାଳୁ ସାର୍ ଏ ଯେଉଁ ଗରିବ ଭିକାରୀ ପ୍ରତି ବା ଗରିବ ଭୋକିଲା ଭିକାରୀ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ, ବା ମୋ ପ୍ରତି କ'ଣ ଟିକେ ଯେଉଁଟାକି ଦୟା ଭାବ ଦେଖାନ୍ତୁ। କିଏ କହୁଛି ଏଇଟା ବେଗର କହୁଛି ହେଲା। ଫର୍ 3 days ଆଇ ହ୍ୟାଭ୍ ହ୍ୟାଡ୍ ନଥିଙ୍ଗ ଟୁ ଇଟ୍, ଫର୍ 3 days 3 ଦିନ ହେଲା କ'ଣ ଆଇ ହ୍ୟାଭ୍ ହ୍ୟାଡ୍ ନଥିଙ୍ଗ ଟୁ ଇଟ୍, 3 ଦିନ ହେଲାନି କ'ଣ ମୁଁ ଯେଉଁଟାକି ଟୋଟାଲ୍ କିଛି ଖାଇ ନାହିଁ। ଏ ଯେଉଁ ସାର୍ଟ ୱାର୍ଡ଼ଟା କାହା ଉଦ୍ଦେଶ୍ୟରେ କୁହାଯାଇଛି, ଯେଉଁଟାକି ଜଣେ ଆଡ଼ଭୋକେଟ୍ ଆସିବା ଆଗକୁ ତାଙ୍କ ନାଁ ହେଉଛି କ'ଣ ସେର୍ଜି। ତ କାଇଣ୍ଡ ସାର୍ କାହାକୁ ଇଣ୍ଡିକେଟ୍ କରିଛି, ସେର୍ଜିଙ୍କୁ, ଆଡ଼ଭୋକେଟ୍ଙ୍କୁ ହେଲା। ତ କ'ଣ କଲେ 3 ଦିନ ହେଲା କିଛି ଖାଇ ନାହିଁ। ଆଇ ହ୍ୟାଭ୍ ନଟ୍ 5 କପେକ୍ସ ଫର୍ ଲଜିଂ, ଆଇ ହ୍ୟାଭ୍ ନଟ୍ 5 କପେକ୍ସ ଫର୍ ଲଜିଂ। ଲଜିଂ ମିନ୍ସ କ'ଣ ଯେଉଁଟାକି ଭିକାରୀମାନଙ୍କ ସଂଘ, ମାନେ ଭିକାରୀମାନେ ଯୋଉଠି ରହି ଭିକ ମାଗନ୍ତି ହେଲା। ତ ଆଇ ହ୍ୟାଭ୍ ନଟ୍ 5 କପେକ୍ସ ଫର୍ ଏ ଲଜିଂ, ଲଜିଂରେ କ'ଣ ଯେଉଁଟାକି ଟୋଟାଲ୍ ମୋତେ କିଛି ମଧ୍ୟ ପଇସା ଦେଲେ ନାହିଁ। କେତେ ଟଙ୍କା ଯେଉଁଟାକି ଦେଲେ ନାହିଁ, ଆଇ ହ୍ୟାଭ୍ ନଟ୍ 5 କପେକ୍ସ, ରୁଷିଆର ମୁଦ୍ରାକୁ କ'ଣ କହୁଛି କପେକ୍ସ, ରୁଷିଆର ମୁଦ୍ରାକୁ କ'ଣ କୁହାହେଉଛି ପିଲେ କପେକ୍ସ। ଏ ମୋତେ ପଚାରିବ ହେଲା ରୁଷିଆର ମୁଦ୍ରାକୁ ଇଂଲିଶରେ ଲେଖିଥିବ ଭୋକାବୁଲାରୀ, ତ କପେକ୍ସ। ତ 5 ଟଙ୍କା ମୋତେ କ'ଣ ଯେଉଁଟାକି ଲଜିଂରେ କାମ କଲେ ମୋତେ କ'ଣ ଯେଉଁଟାକି ଦେଲେ ନାହିଁ। ଆଇ ସିଓର ଇଟ୍ ବିଫୋର୍ ଗଡ଼୍, ଆଇ ସିଓର ମୁଁ, ସିଓର ମିନ୍ସ କ'ଣ ଯେଉଁଟାକି ଗଳାକୁ ଯେଉଁଟାକି କ'ଣ ସ୍ପର୍ଶ କରି କହିବା ବା ଯେଉଁଟାକି କ'ଣ ବାଣୀ ଦେବା ଗୋଟେ। ଆଇ ସିଓର ଇଟ୍ ବିଫୋର୍ ଗଡ଼୍, ଭଗବାନଙ୍କୁ ଯେଉଁଟା କ'ଣ ଯେଉଁଟାକି ମାନିକି ଯେଉଁଟାକି କଥାଟି କହିଲା ହେଲା। ଆଇ ସିଓର ଇଟ୍ ବିଫୋର୍ ଗଡ଼୍ ଫର୍ 8 years ଆଇ ୱାଜ୍ ଏ ଭିଲେଜ୍ ସ୍କୁଲ୍ ଟିଚର୍, 8 ବର୍ଷ ତଳେ କ'ଣ ଥିଲେ ମୁଁ ଗୋଟେ ସ୍କୁଲ ଶିକ୍ଷକ ଥିଲି। ଦେନ୍ ଆଇ ଲଷ୍ଟ ମାଇ ପ୍ଲେସ୍ ଥ୍ରୋ ଇଣ୍ଟରଭ୍ୟୁଜ୍, ତ ଦେନ୍ ଆଇ ଲଷ୍ଟ ମୁଁ ହରେଇଲି ମାଇ ପ୍ଲେସ୍ ଥ୍ରୋ ଇଣ୍ଟରଭ୍ୟୁଜ୍, କିଛି ଷଡ଼ଯନ୍ତ୍ର ଯୋଗୁଁ ଟିଚର୍ମାନଙ୍କ କିଛି ଷଡ଼ଯନ୍ତ୍ର ଯୋଗୁଁ
ମୁଁ ଯେଉଁ 8 ବର୍ଷ ତଳେ ଯେଉଁ ଚାକିରି କରିଥିଲି ଶିକ୍ଷକ ଚାକିରି ସେ ଚାକିରିଟା କ'ଣ କଲି ମୁଁ ସେଇଟା ହରେଇ ଦେଲି। ଇଟ୍ ଇଜ୍ ଏ ଇୟର୍ ନାଉ ସିନ୍ସ ଆଇ ହାଭ୍ ହ୍ୟାଡ଼୍ ଏନିଥିଙ୍ଗ ଟୁ ଡୁ। କିନ୍ତୁ ବର୍ଷେ ହେଲାନି, ବର୍ତ୍ତମାନ ବର୍ଷେ ହେଲାନି ସେତେବେଳେ ଶିକ୍ଷକ ପଦ ମୁଁ ଛାଡ଼ିଦେଲି। ବର୍ଷେ ହେଲାନି କ'ଣ ମୁଁ ଏଯାଏ କିଛି ମଧ୍ୟ କାମ କରୁନାହିଁ ବା କାମ କିଛି ମୋତେ କ'ଣ ମିଳୁନାହିଁ। ଇଏ ଥିଲା ତୁମର ଫାର୍ଷ୍ଟ ଆନ୍ସର୍। ତାହେଲେ କହୁଛି ଦ ଆଡ଼ଭୋକେଟ୍ ତ ନାଁ କ'ଣ ସେର୍ଜି। ଦ ଆଡ଼ଭୋକେଟ୍ ସେର୍ଜି ଲୁକ୍ଡ ଏଟ୍ ଦି ରାଗଡ୍ ଫନ୍ କଲର୍ଡ ଓଭରକୋଟ୍। ତ ଆଡ଼ଭୋକେଟ୍ କେଉଁ ଟାଇପ୍ର ଦେଖାଯାଇଥିଲା କହିଛି ହେଲା। ଲୁକ୍ଡ ଏଟ୍ ଦି ରାଗଡ୍ ଫନ୍ କଲର୍ଡ ଓଭରକୋଟ୍ ଅଫ୍ ଦି ସପ୍ଲିଆଣ୍ଟ at his dull and drunken eyes at the red spot on either cheek। ଏ ଯେଉଁ କୁହାଯାଇଛି କାହା ବିଷୟରେ କୁହାଯାଇଛି ଦ ଆଡ଼ଭୋକେଟ୍ ସେର୍ଜି ଲୁକ୍ଡ କାହାକୁ ଦେଖିଲେ ଆଡ଼ଭୋକେଟ୍ ସେର୍ଜି କାହାକୁ ଦେଖିଲେ ଲୁକ୍ଡ ଆଟ୍ ଦି ରାଗଡ୍ ମିନ୍ସ କ'ଣ ପୁରା ରାଗର ଜର୍ଜରିତ ଦେଖିଲେ କାହାକୁ ଦେଖିଲେ ଫନ୍ କଲର୍ଡ ଓଭରକୋଟ୍। ଫନ୍ କଲର୍ଡ ଓଭର ମିନ୍ସ କ'ଣ ଯେଉଁଟାକି ବାଦାମୀ ରଙ୍ଗ ଟାଇପ୍ର କିଛି ପୋଷାକ ପିନ୍ଧି ବୋଲେ ଦେଖିଥିବ ଆଡ଼ଭୋକେଟ୍ ମାନେ ଏପଟେ ଆଡ଼ଭୋକେଟ୍ ମାନେ ଯେଉଁଟାକି କ'ଣ ଧଳା ସାର୍ଟ ପିନ୍ଧିଥିବେ ଉପରେ କ'ଣ କଳା କୋଟ୍ ପିନ୍ଧିଥିବେ। ତ ଫନ୍ କଲର୍ଡ ଓଭରକୋଟ୍ ଅଫ୍ ଦ ସପ୍ଲିଆଣ୍ଟ। ତ ଭିକାରୀ ଦେଖିବା କେଉଁ ଟାଇପ୍ର ଦେଖାଥିଲା ଫନ୍ କଲର୍ଡ ଓଭରକୋଟ୍ ଅଫ୍ ଦି ସପ୍ଲିଆଣ୍ଟ। ସପ୍ଲିଆଣ୍ଟ ମିନ୍ସ କ'ଣ ପିଲା ଯେଉଁଟା କୁହାହେଉଛି ଏଇଟା ଭିକ୍ଷୁକ ବା ଭିକାରୀ ବୋଲି କୁହାହେଉଛି ହେଲା। କେଉଁ ଟାଇପ୍ର ପୋଷାକ ପିନ୍ଧିଥିଲା ଫନ୍ କଲର୍ଡ ମାନେ ଫିକା ବାଦାମୀ ଟାଇପ୍ର ଚିରା ଫଟା ଯେଉଁଟାକି ପୋଷାକ ପିନ୍ଧିଥିଲା ହେଲା। ଆଟ୍ ଇଜ୍ ଡଲ୍ ଡ୍ରଙ୍କେନ୍ ଆଇଜ୍। ଡଲ୍ ମିନ୍ସ କ'ଣ ଯେଉଁଟାକି ଆଖି କହିପାରିବ ହେଲା। ଯେତେବେଳେ ତା ଆଖିର ଡଳା ଗୁଡ଼ିକ ଦେଖିଯିବା ସେ କେଉଁ ଟାଇପ୍ର ଦେଖାଯାଉଥିଲା ଡ୍ରଙ୍କେନ୍ ଆଇଜ୍ ମିନ୍ସ କ'ଣ ମଦୁଆ ଦେଖାଯାଉଥିଲା। ଆଟ୍ ଦ ରେଡ୍ ସ୍ପଟ୍ ଅନ୍ ଏଦର୍ ଚେକ୍। ତା ଗାଲ ଗୁଡ଼ିକ କ'ଣ ଦେଖାଯାଉଥିଲା ପୁରା ରେଡ୍ ମାନେ ପୁରା ରଙ୍ଗ ପଡ଼ିଯାଇଥିଲା। ଏ ମଧ୍ୟ ପରୀକ୍ଷାରେ ପଚାରିବ କେଉଁ ଟାଇପ୍ର ଦେଖାଯାଉଥିଲା ଫନ୍ କଲର୍ ଓଭରକୋଟ୍ ପିନ୍ଧିଥିଲା। ଆଖି ଗୁଡ଼ିକ ମଦ ଟାଇପ୍ର ଦେଖାଯାଉଥିଲା। ଗାଲ ଗୁଡ଼ିକ କ'ଣ ରେଡ୍ ସ୍ପଟ୍ ଦେଖାଯାଉଥିଲା। ଇଟ୍ ସିମ୍ଡ ଟୁ ହିମ୍ ଏଜ୍ ଇଫ୍ ଇ ହ୍ୟାଡ୍ ସିନ୍ ଦିସ୍ ମ୍ୟାନ୍ ସମୱେର୍ ବିଫୋର୍। ଯେତେବେଳେ କିଏ ଦେଖିଲେ ଆଡ଼ଭୋକେଟ୍ ଦେଖିଲେ ଏଠି କାହାକୁ କୁହାଯାଇଛି ଆଡ଼ଭୋକେଟ୍ ଇଟ୍ ସିମ୍ଡ ଟୁ ହିମ୍। ଯେତେବେଳେ ଦେଖିଲେ କାହାକୁ ହିମ୍ ମିନ୍ସ ବେଗରକୁ ଏଜ୍ ଇଫ୍ ହି ହ୍ୟାଡ୍ ସିନ୍ ଦିସ୍ ମ୍ୟାନ୍। ଯେତେବେଳେ କ'ଣ ଏସବୁ ଜିନିଷ ଗୁଡ଼ିକ କିଏ ଦେଖିଲେ ଆଡ଼ଭୋକେଟ୍ ଦେଖିଲେ। ତ ଆଡ଼ଭୋକେଟ୍ କ'ଣ ଯେଉଁଟାକି ମନେ ପଡ଼ିଯାଉଥିଲା କ'ଣ ମନେ ପଡ଼ିଯାଉଥିଲା ଇଫ୍ ହି ହ୍ୟାଡ୍ ସିନ୍ ଦିସ୍ ମ୍ୟାନ୍ ମାନେ ଏ ଲୋକଟା ମୁଁ ଆଗରୁ ଯେମିତି କ'ଣ କେଉଁଟା ଭେଟିଛି ସମୱେର୍ ବିଫୋର୍ ମାନେ ପୂର୍ବରୁ ଏ ଲୋକଟି କ'ଣ ଯେଉଁଟାକି ମୁଁ ଆଗରୁ ଭେଟିଛି ଗୋଟେ। ଦେନ୍ ଯିବା ଥାର୍ଡ଼ ଷ୍ଟାଞ୍ଜାକୁ। କହିଲେ I have now had an offer of a position in the province of Kaluga. The mendicant went on, but I have not the money to get there. Help me kindly. I am ashamed to ask, but I am obliged to by circumstance। କହିଛି I have now ବର୍ତ୍ତମାନ ମୋତେ had an offer ଥିଲା of a position in the province of Kaluga। କଲୁଗା ଗୋଟେ ଯେଉଁଟାକି ପ୍ରଦେଶ ଅଛି ସେଇ ପ୍ରଦେଶରେ କ'ଣ ଯେଉଁଟାକି ମୋତେ ଗୋଟେ ସୁଯୋଗ ଦିଆଯାଇଥିଲା। କ'ଣ ସୁଯୋଗ ଦିଆଯାଇଥିଲା ଦ ମେଣ୍ଡିକାଣ୍ଟ ୱେଣ୍ଟ ଅନ୍ ମାନେ ଯେତିକି ଯେଉଁ ଭିକାରୀମାନେ ଆମେ ରହୁଥିଲୁ ସେମାନଙ୍କୁ କେଉଁଠି ପଠାଗଲା ଦେ କଲୁଗା ଗୋଟେ ପ୍ରଦେଶକୁ କ'ଣ ଯେଉଁଟାକି ପଠାଇ ଦିଆଯାଇଥିଲା ମାନେ ତାଙ୍କୁ ସୁଯୋଗ ଦିଆଗଲା ଯେତିକି ଭିକାରୀ ଥିଲେ। କ'ଣ ପାଇଁ ପଠାଇ ଦିଆଯାଇଥିଲା କାରଣ ସେଇଟା ଭିକ୍ଷାବୃତ୍ତିକୁ ମାଗିବା ପାଇଁ। ବଟ୍ ଆଇ ହ୍ୟାଭ୍ ନଟ୍ ଦ ମନି ଟୁ ଗେଟ୍ ଦେୟାର। ମୁଁ କ'ଣ ଯେଉଁଟାକି କଲୁଗା ପ୍ରଦେଶକୁ ଯାଇଥିଲି ଭିକାରୀମାନଙ୍କୁ କେଉଁଟା ପଠାଯାଇଥିଲା ସେଇଟା ପିଲା ପରୀକ୍ଷାରେ ପଚାର ପ୍ରଭିନେନ୍ସ ଅଫ୍ କଲୁଗା ମାନେ ସେ କଲୁଗା ପ୍ରଦେଶକୁ ଯେଉଁଟାକି ପଠାଯାଇଥିଲା। କ'ଣ ପାଇଁ ପଠାଯାଇଥିଲା ନା ଭିକ୍ଷାବୃତ୍ତିକୁ ଗ୍ରହଣ କରିବା ପାଇଁ। କାରଣ ଯେତେବେଳେ ଗ୍ରହଣ କଲା ବାଦେ କ'ଣ କହିଛି ବଟ୍ ଆଇ ହ୍ୟାଭ୍ ନଟ୍ ମନି ଟୁ ଗେଟ୍ ଦେୟାର। ସେଠି ଲୋକମାନେ କ'ଣ ଟଙ୍କାଟେ ମଧ୍ୟ ତାଙ୍କୁ ଦେଲେ ନାହିଁ। ହେଲ୍ପ ମି କାଇଣ୍ଡଲି ଦୟାକରି ମୋତେ ସାହାଯ୍ୟ କର। ଆଇ ଏମ୍ ଆଶେମ୍ଡ ଟୁ ଆସ୍କ ବଟ୍ ଆଇ ଏମ୍ ଅବ୍ଲାଇଜ୍ଡ ଟୁ ବାଇ ମାଇ ସର୍କମଷ୍ଟାନ୍ସ। ମୁଁ ତୁମକୁ ଯେଉଁ କହୁଛି ଜିନିଷ ଯାକୁ ମୋତେ ଯେଉଁଟା କ'ଣ ଲଜ୍ଜିତ ଅନୁଭବ ହେଉଛି ମାନେ ଲାଜ ଲାଗୁଛି ଆପଣଙ୍କୁ କହିବା ପାଇଁ। ବଟ୍ ଆଇ ଏମ୍ ଅବ୍ଲାଇଜ୍ଡ ଟୁ ବାଇ ସର୍କମଷ୍ଟାନ୍ସ। ଅବ୍ଲାଇଜ୍ ମିନ୍ସ କ'ଣ ଯେଉଁଟାକି ମୋ ପରିସ୍ଥିତି ମୋତେ ଆଜି କ'ଣ ଯେଉଁଟାକି ବାଧ୍ୟ କରୁଛି। ଅବ୍ଲାଇଜ୍ଡ ମିନ୍ସ କ'ଣ ବାଧ୍ୟ କରିବା। ଯେହେତୁ ମୋ ପରିସ୍ଥିତି ମୋତେ ଆଜି ବାଧ୍ୟ କରୁଛି ସେଥିପାଇଁ ମୁଁ କ'ଣ ଆପଣଙ୍କୁ ଜଣାଉଛି ଯେ ମୋତେ ଏଇସବୁ କ'ଣ ଜିନିଷ ଗୁଡ଼ିକ ମୋର ଜୀବନରେ ଘଟି ଯାଇଛି ହେଲା। ତାପରେ ଯିବା କ'ଣ ନେକ୍ସଟ ତାতে କହିଛି ସେର୍ଜିସ୍ ଆଇସ୍ ଫେଲ୍ ଅନ୍ ଦ ମ୍ୟାନ୍ସ ଓଭର ସୋଜ୍। ତ ଏ ଯେତେବେଳେ କହୁଥିଲା ସେର୍ଜିଙ୍କ ଆଖି କେଉଁଠି ପଡ଼ିଗଲା ଓଭର ସୋଜ୍ ହେଲା। ଓଭର ସୋଜ୍ ମିନ୍ସ ଯେଉଁଟାକି ବୁଟ୍ ବୋଲି କହିବା। ଓଭର ସୋଜ୍ ମିନ୍ସ କ'ଣ ବୁଟ୍ ମିନ୍ସ ଆଣ୍ଠୁ ପର୍ଯ୍ୟନ୍ତ ଯେଉଁଟାକି କ'ଣ ପିନ୍ଧିବା ହେଲା। ଆଣ୍ଠୁ ପର୍ଯ୍ୟନ୍ତ ଗୋଟେ ଚପଲ ଯେଉଁଟା କ'ଣ ବୁଟ୍ ପିନ୍ଧିବା। ଦେଖିଥିବ ଯେତେବେଳେ ରଡ଼ ମରାମତି ହେଉଥିବ ତ ଶ୍ରମିକମାନେ କ'ଣ ଯେଉଁଟାକି ଆଣ୍ଠୁ ପର୍ଯ୍ୟନ୍ତ ଯାଇକି ବୁଟ୍ ପିନ୍ଧନ୍ତି ହେଲା। କାରଣ କ'ଣ ତା'ର
ମାନେ ଠିକ୍ ଭାବରେ କ'ଣ ପିଚୁ ଗୁଡ଼ିକ ଆଉ ଗୋଡ଼ ଉପରେ ପଡ଼ିଲେ କିଛି ହେବନି, ସେଥିପାଇଁ ଅବର୍ ସୁଜ୍ ପିନ୍ଧନ୍ତି। ସେ କେଉଁ ଟାଇପ୍ର ଭିକାରୀ ଯେଉଁଟାକି ଅବର୍ ସୁଜ୍ ପିନ୍ଧିଥିଲା? ୱାନ୍ ଅଫ୍ ହୁଇଚ୍ ଇଜ୍ ହାଇ ଆଣ୍ଡ ଦ ଅଦର୍ ଲ। ଗୋଟେ କ'ଣ ପୁରା ଉଚ୍ଚା କରି ପିନ୍ଧିଥିଲା, ଆଉ ଗୋଟେ କ'ଣ ଲ କରି ପିନ୍ଧିଥିଲା, ମାନେ ଟିକେ ପୁରା ସପୋଜ୍ ଗୋଟେ 5 ମିଟର ହାଇଟ୍ ଯଦି ପିନ୍ଧିଛି ହେଲେ ଆଉ ଗୋଟେ ତାଠୁ କମ୍ ମାନେ 4 ମିଟର ହଉ କି 3 ମିଟର ହଉ ସେଇ ଟାଇପ୍ର କ'ଣ ଯେଉଁଟାକି ଅବର୍ ସୁଜ୍ ପିନ୍ଧିଥିଲା। ତ ପରୀକ୍ଷାରେ ପଚାରିବ ଯେ ସେଠି କେମିତି ତାକୁ ଯେଉଁଟାକି ଚିହ୍ନି ପାରିଥିଲେ, ତ କହିବ କ'ଣ ତାର ଯେଉଁ ଅବର୍ ସୁଜ୍କୁ ଦେଖି ହେଲା, ତାର ଯେଉଁ ବୁଟ୍ ପିନ୍ଧିଥିଲା ଅବର୍ ସୁଜ୍ ଦେଖି କେଉଁଟା ପିନ୍ଧିଥିଲା, ଗୋଟେ ଉଚ୍ଚ ପିନ୍ଧିଥିଲା ଆଉ ଗୋଟେ କ'ଣ ଲ ପିନ୍ଧିଥିଲା। ହି ସଡନ୍ଲି ରିମେମ୍ବର୍ଡ ସମଥିଙ୍ଗ। ତ ଯେତେବେଳେ ଦେଖିଥିଲେ ସେଠି ତ ସାଙ୍ଗେ ସାଙ୍ଗେ କ'ଣ ତାଙ୍କର ପୁରା ମନ ପଡ଼ିଗଲା ଭିକାରୀଟାକୁ କୋଉଟେ ପୂର୍ବରୁ ଭେଟିଥିଲେ। ତ କହିଲେ ଲୁକ୍ ହିଅର୍ ଇଟ୍ ସିମ୍ସ ଟୁ ମି ଆଇ ମେଟ୍ ୟୁ ଦ ଡେ ବିଫୋର୍ ୟେଷ୍ଟରଡେ ଇନ୍ ସଦଫ ଷ୍ଟ୍ରିଟ୍। କୋଉଟେ ଭେଟିଥିଲେ ପିଲେ? ଡେ ବିଫୋର୍ ୟେଷ୍ଟରଡେ ମିନ୍ସ ସପୋଜ୍ ଆଜି ସୋମବାର ଅଛି, ଡେ ବିଫୋର୍ ୟେଷ୍ଟରଡେ ତ ସୋମବାର ପୂର୍ବରୁ କିଏ ଆସିବ? ରବିବାର ପୂର୍ବରୁ ଶନିବାର, ମିନ୍ସ ଡେ ବିଫୋର୍ ୟେଷ୍ଟରଡେ ମିନ୍ସ ଗତ 2 ଦିନ ଯେଉଁଟାକି ଅଛି ଡେ ବିଫୋର୍ ୟେଷ୍ଟରଡେ ହେଲା ଶନିବାର, ଯେଉଁଟାକି ସପୋଜ୍ ଆମେ ସୋମବାର ଦେଉଛୁ ହେଲେ ତ ଶନିବାର ହେଉଛି କ'ଣ ଡେ ବିଫୋର୍ ୟେଷ୍ଟରଡେ। ତ ଡେ ବିଫୋର୍ ୟେଷ୍ଟରଡେ ତାକୁ କୋଉଟେ ପ୍ରଥମେ ଭେଟିଥିଲେ? ସହଦେବ ଷ୍ଟ୍ରିଟ୍। ତ ପରୀକ୍ଷାରେ ପଚାରିବ ସେର୍ଜି ଆଉ ବେଗରଙ୍କର ପ୍ରଥମ ମିଳନ କୋଉଠି ହେଇଥିଲା? ତ ତମେ କ'ଣ କହିବ? ସହଦେବ ଷ୍ଟ୍ରିଟ୍। କୋଉଠି? ସହଦେବ ଷ୍ଟ୍ରିଟ୍। ହି ସେଡ୍ ବଟ୍ ୟୁ ଟୋଲ୍ଡ ମି ଦେନ୍ what you were a student who had been expelled or not a village school teacher। ସେତେବେଳେ ତମେ ମୋତେ କ'ଣ କହିଥିଲ? ହି ସେଡ୍ ବଟ୍ ୟୁ ଟୋଲ୍ଡ ମି, ତମେ ମୋତେ କହିଥିଲ ଯେ ଦେନ୍ ଦ୍ୟାଟ୍ ୟୁ ଆର୍ ଏ ଷ୍ଟୁଡେଣ୍ଟ ହୁ ହ୍ୟାଡ୍ ବିନ୍ ଏକ୍ସପେଲ୍ଡ। ସେତେବେଳେ ମୋତେ ପ୍ରଥମେ ଭେଟିଥିଲ କୋଉଟେ? ସହଦେବ ଷ୍ଟ୍ରିଟ୍ରେ। ପ୍ରଥମେ ମୋତେ ତମେ କ'ଣ ପରିଚୟ ଦେଇଥିଲ? ଷ୍ଟୁଡେଣ୍ଟର ପରିଚୟ ଦେଇଥିଲ ଆଣ୍ଡ ନଟ୍ ଏ ଭିଲେଜ୍ ସ୍କୁଲ୍ ଟିଚର୍, ଗୋଟେ ଭିଲେଜ୍ ସ୍କୁଲ୍ ଟିଚର୍ ପରିଚୟ ଦେଇନଥିଲ। ଡୁ ୟୁ ରିମେମ୍ବର? ତମର ମନେ ପଡ଼ୁନି କି? ତାହେଲେ କହୁଛି ନ ଦ୍ୟାଟ୍ କ୍ୟାନ୍ ନଟ୍ ବି ସୋ ମମ୍ବଲ୍ଡ ଦ ବେଗର, ମାନେ ପୁରା ଗମ୍ଭୀରତା ସହିତ କ'ଣ ଚିତ୍କାର କରି ଯୋଉଟା କ'ଣ ମୁଁ ଏ ଯାହା କିଛି କହିନି ଟେକେନ୍ ବ୍ୟାକ୍, ପଛକୁ ଯାଇ କ'ଣ ଯେଉଁଟାକି କହିଲେ ଟିକେ ପଛକୁ ଯାଇ କହିଲା ମୁଁ ତମକୁ କିଛି କହିନି ଏଯା, ଆଇ ଏମ୍ ଏ ଭିଲେଜ୍ ସ୍କୁଲ୍ ଟିଚର୍, ଇଫ୍ ୟୁ ଲାଇକ୍ ଆଇ କ୍ୟାନ୍ ସୋ ୟୁ ମାଇ ପେପର୍ସ। ତାପରେ କ'ଣ କହିଲା? ମୁଁ ଗୋଟେ ମାନେ ଷ୍ଟୁଡେଣ୍ଟ ନୁହେଁ, ଆଇ ଏମ୍ ଏ ଭିଲେଜ୍ ସ୍କୁଲ୍ ଟିଚର୍, ମୁଁ ଗୋଟେ ସ୍କୁଲ୍ ଶିକ୍ଷକ ଥିଲି। ଇଫ୍ ୟୁ ଲାଇକ୍, ତୁମେ ଯଦି ପସନ୍ଦ କର, ଆଇ କ୍ୟାନ୍ ସୋ ୟୁ ମାଇ ପେପର୍ସ, ମୁଁ ମୋର ସମସ୍ତ ଡକୁମେଣ୍ଟ ଯେଉଁ ଅଛି ବା ସମସ୍ତ ପେପର ଗୁଡ଼ିକ କ'ଣ ତମ ଆଗରେ ଯେଉଁଟା କ'ଣ ଦେଖେଇ ପାରିବି। ତାପରେ କ'ଣ କହିଲା? have done with lying, you called yourself a student, even told me that you have been expelled for, do not you remember? have done with lying, ତମେ ମୋତେ କ'ଣ ଯେଉଁଟାକି ମିଛ କହୁଛ କି? you called yourself, ତମେ ନିଜେ ହିଁ କହିଥିଲ ମୁଁ ଗୋଟେ ଷ୍ଟୁଡେଣ୍ଟ, even told me that you had been expelled for, ଯେଉଁଟାକି ମୋତେ କ'ଣ ବହିଷ୍କାର କରାଯାଇଥିଲା। do not you remember, ତମର କିଛି ମୋତେ କ'ଣ ଯେଉଁଟାକି ମନେ ପଡ଼ୁନାହିଁ କି? ତାହେଲେ କହୁଛି ସେର୍ଜି ଫ୍ଲକ୍ସ, ସେ ପୁରା କ'ଣ ମିଛ କଥା ହିଁ କହୁଛି ବେଗଟା ହେଲା। ସେର୍ଜି ଫ୍ଲକ୍ସ ଉପରେ ରାଗିଗଲେ, ଟର୍ନ ଫ୍ରମ୍ ଦ ରାଗ୍ଡ କ୍ରିଏଚର୍ ୱିଥ୍ ଏନ୍ ଏକ୍ସପ୍ରେସନ୍ ଅଫ୍ ଡିସ୍ଗଷ୍ଟ, ପୁରା ବିରକ୍ତିପୂର୍ଣ୍ଣ ଯେଉଁଟା କ'ଣ ବିରକ୍ତି ହେଇଗଲେ ପୁରା ସେର୍ଜି ତା କଥା ଶୁଣି ପୁରା ବିରକ୍ତି ହେଇ କ'ଣ ତାପରେ ଯେଉଁଟାକି ବେଗର ଉପରେ ପୁରା ରାଗିଗଲେ। ଡିସ୍ଗଷ୍ଟ ମିନ୍ସ କ'ଣ ବିରକ୍ତି ଭାବପୂର୍ଣ୍ଣ, ରାଗ୍ଡ କ୍ରିଏଚର୍ ମିନ୍ସ କ'ଣ ପୁରା ରାଗ ଜର୍ଜରିତ ହେବା, ଫ୍ଲକ୍ସ ମିନ୍ସ କ'ଣ ଯେଉଁଟାକି ମୁହଁ ଫୁଲେଇ ଯିବା। ଦିସ୍ ଇଜ୍ ଡିସ୍ଅନେଷ୍ଟ ମାଇ ଡିୟର୍ ସାର୍, ହି କ୍ରାଏଡ୍ ଆଙ୍ଗ୍ରିଲି। ଦିସ୍ ଇଜ୍ ଡିସ୍ଅନେଷ୍ଟ, ଏହା ତମର କ'ଣ ଅସାଧୁତା, ମାଇ ଡିୟର୍ ସାର୍, ଏଇଟା କିଏ କହିଛି ପିଲେ? ସେର୍ଜି କହିଛି ହେଲା। ଦିସ୍ ଇଜ୍ ଡିସ୍ଅନେଷ୍ଟ ମାଇ ଡିୟର୍ ସାର୍, ଏହା ତମର କ'ଣ ଅସାଧୁତା, ହେ ମୋର ସ୍ନେହର ସାର୍, ତ ଏହା ତମର କ'ଣ ଅସାଧୁତା, ତମେ ଠକାମି କହୁଛ, ମିଛ କହୁଛ। ହି କ୍ରାଏଡ୍ ଆଙ୍ଗ୍ରିଲି, ରାଗରେ ପୁରା କ'ଣ କ୍ରାଏଡ୍ ପୁରା ଚିତ୍କାର କଲେ। ଦିସ୍ ଇଜ୍ ସ୍ୱାଣ୍ଡେଲିଂ, ସ୍ୱାଣ୍ଡେଲିଂ ମିନ୍ସ କ'ଣ ଠକାମି, ପ୍ରତାରଣା କରିବା ଜଣକୁ, ମାନେ ମିଛ ଯେଉଁଟାକି ପ୍ରଶଂସା କରିବା ହେଲା। ମିଛର ଲୋକକୁ ମାନେ କ'ଣ ଯେଉଁଟାକି ପ୍ରଶଂସା, ମିଛରେ ଯେଉଁଟା କ'ଣ ଲୋକମାନଙ୍କୁ କହିକି ତାଙ୍କୁ କ'ଣ ନେଇଯିବା, ସେଇଟାକୁ କୁହାଯାଏ ସ୍ୱାଣ୍ଡେଲିଂ, ମାନେ ମିଛ ପ୍ରତାରଣା ଦେଖାଇବା। ଆଇ ସାଲ୍ ସେଣ୍ଡ ଦ ପୋଲିସ୍ ଫର୍ ୟୁ ଡ୍ୟାମେନ୍ ୟୁ, ତାହେଲେ କ'ଣ କହିଲା ଯେଉଁଟାକି କ'ଣ ପୁରା ରାଗିଯାଇ ପୁରା ସେର୍ଜି କହିଲେ ଏହା ତମେ ଗୋଟେ ଠକାମି, ମିଛ କଥା କହୁଛ। ତାହେଲେ ସେ ଲାଷ୍ଟ କ'ଣ କହିଲେ ସେର୍ଜି, ତମେ ଯେତିକି ମିଛ କଥା କହୁଛ ମୁଁ ତମକୁ କ'ଣ କରି ପୋଲିସ୍ ଥାନା ଦେଇଦେବି। କହିଲେ ଆଇ ସାଲ୍ ସେଣ୍ଡ ଦ ପୋଲିସ୍ ଫର୍ ୟୁ ଡ୍ୟାମେନ୍ ୟୁ, ମାନେ ଧମକ ଦେଲେ ପୋଲିସ୍ ଥାନାକୁ ପଠେଇ ଦେବେ ବୋଲି। ତାପରେ ଭୟରେ କ'ଣ କଲା ଭିକାଟା କ'ଣ ପୁରା ସବୁଯା ସତ କଥା କହିଦେଲା ହେଲା। ଭୟରେ କ'ଣ କଲା ଭିକାଟା ସବୁଯା ସତ କଥା କହିଦେଲା।
तुमको जन धमक देवे तुम कौन भूल कम करते धमक देव बोले तुम कौन अटोमेटिक कहदिव जब पिला अच्छे किसी भूल कम कर बापा माँ जो पचारे तुम मैंने कौन करते ना मुझे करनी से मुझे कहते ना जो पिटिया बाड़ी काढ़े तो से कौन कर अटोमेटिक तुम पार्टी कौन सब सत कथा बाहर जाऊँ सिमिलारली बेकटी मत कौन जो पुलिस थाना को धमक दिगला दिज्व बोली अटोमेटिक सत जहाँ सब कहीदेला अंडरगढ़ पूरा पगारदेला है सार हि सेड लाइंग हिज हैंड ऑन हिज हार्ट तार कौन हृदयर ऊपर कौन हाथ रखी जोटा कि बेगटी कहला द फैक्ट इज आई वाज लाइंग सत कथाटे कौन मुझे सबुजा मिछ कहती आई एम नेदर स्टूडेंट नॉट ए स्कूल टीचर मु गोटे स्कूल के शिक्षक नी कि स्टूडेंट नी कौन से स्कूल ऑल दैट वाज फिक्शन ये सब कौन गोटे गोटे काल्पनिक मुझे जो कथा कहली सब जाक फिक्शन फिक्शन मीन्स काल्पनिक फॉर्माली पूर्वर कौन थी आई सांग इन रुसियान चयर तो रुसियान चर गोटे संघर मुझे जोड़ा कौन आई सांग मुझे जोटा कि गीत गाऊली पूर्वर एंड वाज सेंड अवे फॉर ड्रंकनेस मो जो मद्यपान अत्यधिक कौन जोटा कि मद्यपान करने जोगुरु से रुसियान चर जो संघ था से संघर मत कौन जोटा कि बहिष्कार करागला कौन अधिक अधिक मद्यपान करने जोगुरु बट व्हाट एल्स कैन आई डू एपर्यंत कौन किसी कम करना बट व्हाट एल्स कैन आई डू मुझे कौन जहाँफल कौन अधिक अधिक मद्यपान जेहतु करदे मुझे पर्यटन कौन किसी कम करना आई कैन नॉट गेट अलोंग विथआउट लाइंग तार कौन कर मो परिस्थिति मत जेहतु बाध्य कर कौन मुझे सबुजा मिछ कर बाध्य आई कैन नॉट गेट अलोंग विथआउट लाइंग तो मुझे कौन मिछ न कही मुझे रही पारू ना नो वन विल गिव मी एनीथिंग व्हेन आई टेल द ट्रुथ व्हेन आई टेल द ट्रुथ जदि मुझे सत कथा कहीदेवी इमती मो जीवन घटी तो मत कौन कहीं कौन से क्षेत्र में कम करने को देवे ना व्हाट कैन आई डू मुझे कौन करी व्हाट कैन यू डू यू आस्क व्हाट कैन यू डू क्राइड सेडजी कमिंग क्लोज टू हिम वर्क दैट्स व्हाट कैन यू डू यू मस्ट वर्क तार पचार सेडजी व्हाट कैन यू डू तुम कौन कर पचार निजक यू आस्क व्हाट कैन यू डू तुम निज निजक पचार व्हाट कैन यू तुम कौन कर क्रेड से चित्कार कले रागी कहले कमिंग क्लोज टू हिम आखिटा को प्रथम बंद कर दियो वर्क दैट्स यू कैन यू डू यू मस्ट वर्क तुम आखिटा को बंद कर तुम निजे को निज पचार तो मु कौन करी से आज कहते यू मस्ट वर्क तुम बाध्य कम कर व्हाट येस आई नो दैट माई सेल्फ बट वेयर कैन आई फाइंड वर्क व्हाट येस आई नो दैट माई सेल्फ मु जाने दैट माई सेल्फ मीन्स कौन निज निज जोड़ा कि जाने बट वेयर कैन आई फाइंड वर्क वेयर कैन आई फाइंड वर्क वेयर मीन्स केउठारे कैन आई फाइंड मुझे जोड़ा खोजी पारि वर्क मु निज को निज जोड़ा कि जाने बट मु कमटी को केउठारे खोजिकी पाइपारि हाउ डू लाइक टू चॉप वुड फॉर मी जो कहला वेयर कैन आई फाइंड वर्क बेगटी कहला तो से कौन कहला हाउ वुड यू लाइक टू चॉप वुड फॉर मी तुम्हें काठ काटी पार कि हाउ वुड यू लाइक तुम पसंद करे कि टू चॉप वुड फॉर मी तुम्हें मो घर को आसिकी मो पे काठ काटा पसंद कर कि देखी किए पचार सेठी बेगर को पचार आई वुड नॉट रेफ्यूज टू दैट से मुहूर्त पाई कौन बेगटी किसी उत्तर देला ना रेफ्यूज मना कर पारा ना बट इन दिस डेज इवेन स्किल वुड कटर्स किंतु आज दुनिया पाई जोटा कौन स्किल वुड कटर मीन जो काठ कटाड़ी मान कौन जोटा कि बहुत कम अच्छा दक्ष स्किल मीन्स जोटा कि दक्ष काटा काटा दक्ष बहुत कम अच्छा देमसेल्फ सिटिंग विदाउट बेड है जोटा कि काटा काटा जोटा कौन बहुत कम मात्रा अच्छा सी हाँ मात्रा है जेहतु किसी पाखे चारा नाला विल यू कम एंड चॉप वुड फॉर मीन्स विल यू कम तुम आसीपार कि चॉप वुड फॉर मी माने मो पाई काटा काटा तार से आंसर कौन था येस सर आई विल मुझे आसीपार भेरी वेल वेल सुन फाइंड आउट तो कौन कला भेरी वेल बहुत भल कथा तो वी शैल सुन अति शीघ्र तुम जोड़ा कौन फाइंड आउट माने खोजीदेवी काठ काटा जोड़ा कौन मुझे खोजीदेवी जोड़ा खोजिकी रखिदे तुम आस कौन मो पाई काठटा गोटे कौन जोड़ा कि काटिदेव ये थे पे कौन जोड़ा कि तुम फर्स्ट स्टांजा आशा कौन कौन वीडियो पूरा संपूर्ण ठीक भाव में बुझीपार जदि कौन डाउट थो देन कमेंट सेक्शन कौन पचार पारे तो नेक्स्ट जोड़ा क्या सेकेंड स्टांजा पढ़ा थर्ड स्टांजा पढ़ा बहुत इंटरेस्टिंग स्टोरी बोले ठीक भाव जब मन ध्यान दे जो बुझे टपिक तो पूरा कौन संपूर्ण ओडिया पूरा मन रही तुम पढ़ा मत कौन दरकार नहीं लाइन टू लाइन पढ़ार अच्छे इंग्लीश देन तुम कौन टपिक को भलसे बुझीपार देखा कौन नेक्स्ट वीडियो जय जगन्नाथ रोचे।